ଏଣିକି ଆସିଲା ଖୁସି ଖବର। ଶସ୍ତାରେ ମିଳିପାରିବ ଏଲ୍‌ପିଜି ସିଲିଣ୍ଡର। ଆପଣଙ୍କ ଘରେ ଏଲ୍‌ପିଜି ସିଲିଣ୍ଡର ମାତ୍ର 603 ଟଙ୍କାରେ କିଣି ଘରକୁ ଆଣିପାରିବେ। ତେବେ ଆପଣଙ୍କୁ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଆପଣ ଜାଣନ୍ତି କି ଏହା 100% ସତ, କାରଣ ବର୍ତ୍ତମାନ ସରକାର ଶସ୍ତା ଏଲ୍‌ପିଜି ସିଲିଣ୍ଡର ବଣ୍ଟନ କରିଛନ୍ତି। କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଘରେ ଏଲ୍‌ପିଜି ସିଲିଣ୍ଡର ଉପରେ 100% ଅତିରିକ୍ତ ସବସିଡି ଘୋଷଣା କରିଥିଲେ। ଏହାପରେ ଏଲ୍‌ପିଜି ସିଲିଣ୍ଡର 300 ଟଙ୍କା ସବସିଡି ଉପଲବ୍ଧ ହେବା ଆରମ୍ଭ ହୋଇଯାଇଥିଲା, କାରଣ ଏହା ପୂର୍ବରୁ 200 ଟଙ୍କା ଶସ୍ତା ହୋଇଥିଲା। ଯାହାହେଉ, ଯଦି ସରକାର ସାଧାରଣ ସିଲିଣ୍ଡର ମୂଲ୍ୟ 200 ଟଙ୍କା ହ୍ରାସ କରିଥିଲେ, ଏହାପରେ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ ମିଳିବ 10 ଲକ୍ଷ ବୀମା। 50 ଟଙ୍କା ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର। ବୁକିଂ କରିବା ପୂର୍ବରୁ କରନ୍ତୁ ଏହି କାମ। ଏମିତି ବ୍ଲକ୍ କରନ୍ତୁ ଏଲ୍‌ପିଜି ସିଲିଣ୍ଡର ସହ ମିଳିବ କ୍ୟାଶବ୍ୟାକ୍। ଗ୍ୟାସ୍ ସିଲିଣ୍ଡର ଅଛି ଏକ୍ସପାୟରି ଡେଟ୍। ଜାଣନ୍ତୁ କେଉଁ ଲେଖା ହୋଇଛି ଏହି ତାରିଖ। ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟ ଅଚଳିତ ଅଛି। ଏଭଳି ପରିସ୍ଥିତି ଅତି ଶସ୍ତା ମୂଲ୍ୟ ସବସିଡି ସିଲିଣ୍ଡର କିଣିବା ସ୍ୱପ୍ନ ସାକାର ହୋଇପାରିବ। ଯଦି ଆପଣ ବୁଝିବାକୁ ଚାହାନ୍ତି, ତେବେ ଆମ ଆର୍ଟିକିଲକୁ ଭଲ ଭାବରେ ପଢ଼ନ୍ତୁ, ଯାହାଫଳରେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଯଦି ଆପଣ ସମୁଦାୟ 603 ଟଙ୍କା ପାଇଁ ଏଲ୍‌ପିଜି ସିଲିଣ୍ଡର କିଣିବାକୁ ଯୋଜନା କରିଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ କିଛି ନିୟମ ଫଲୋ କରିବାକୁ ପଡ଼ିବ। ସର୍ବପ୍ରଥମ, ଆପଣ ଦିଲ୍ଲୀର ବାସିନ୍ଦା ହେବା ଜରୁରୀ ହେବା ପରେ ପିଏମ୍ ଉଜ୍ଜ୍ୱଲା ଯୋଜନାରେ ଆପଣଙ୍କ ନାମ ଲିଙ୍କ ହେବା ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ। ଯଦି ପିଏମ୍ ଉଜ୍ଜ୍ୱଲା ସ୍କିମ୍‌ର ଅଧୀନରେ ଆପଣଙ୍କ ଏକ ଗ୍ୟାସ୍ ସଂଯୋଗ ଅଛି, ତେବେ ଆପଣଙ୍କ ସିଲିଣ୍ଡର କିଣି 606 ଟଙ୍କା ମୂଲ୍ୟର ଘରକୁ ଆଣିବେ। ତୈଳ ମାର୍କେଟ କମ୍ପାନୀଗୁଡ଼ିକ ଅନୁଯାୟୀ ବର୍ତ୍ତମାନ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ 903 ଟଙ୍କା ରହିଛି। ଏହି ଯୋଜନା ସହିତ ଜଡ଼ିତ ଲୋକଙ୍କୁ 300 ଟଙ୍କା ମୂଲ୍ୟର 1 ଲକ୍ଷ ଟଙ୍କା ସବସିଡି ରହିଛି। ଏହି ଅନୁଯାୟୀ ଆପଣଙ୍କୁ ସମୁଦାୟ 603 ଟଙ୍କା ପାଇଁ ଏକ ଗ୍ୟାସ୍ ସିଲିଣ୍ଡର ପାଇବେ, ଯାହାକୁ ଆପଣ ସହଜରେ ସୁଯୋଗ ପାଇବେ। ଯଦି ଆପଣ ଏହି ଅଫରକୁ ଟିକିଏ ମିସ୍ କରନ୍ତି, ତେବେ ହାତଛଡ଼ା ହୋଇଯିବ ଅଫର। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ରହିଲି। ଜୟ ଜଗନ୍ନାଥ। ବାଏ ବାଏ। ପୁଣି ଦେଖା ହେବ ଆସନ୍ତାକାଲି ଅପଡେଟ୍ ନ୍ୟୁଜ୍ ନେଇକିନା ଆସିବି। ଶୁଭ ସକାଳ।